ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ସିଂହବିଷ୍ଣୁ ଜଣେ ପ୍ରମୁଖ ପଲ୍ଲବ ରାଜା ଥିଲେ ଯିଏ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ରାଜତ୍ୱ କରିଥିଲେ। ତାଙ୍କୁ ପଲ୍ଲବ ରାଜବଂଶକୁ ପୁନର୍ଜୀବିତ କରିବା ଏବଂ ଏହାର ଅଞ୍ଚଳ ବିସ୍ତାର କରିବାର ଶ୍ରେୟ ଦିଆଯାଇଛି। ସେ କାଳବ୍ରହ୍ମଙ୍କୁ ପରାସ୍ତ କରି ତାମିଲନାଡୁରେ ପଲ୍ଲବ ଶକ୍ତି ପୁନଃପ୍ରତିଷ୍ଠା କରିଥିଲେ। ସିଂହବିଷ୍ଣୁ କଳାର ପୃଷ୍ଠପୋଷକ ଥିଲେ ଏବଂ ପଲ୍ଲବ ସାଂସ୍କୃତିକ ପୁନର୍ଜାଗରଣର ମୂଳଦୁଆ ସ୍ଥାପନ କରିଥିଲେ। ସେ ମହେନ୍ଦ୍ରବର୍ମନଙ୍କ ପ୍ରଥମ ପିତା ଥିଲେ ଯିଏ ସାଂସ୍କୃତିକ ସ୍ଥାପତ୍ୟ ଉନ୍ନତିର ତାଙ୍କର ଐତିହ୍ୟକୁ ଜାରି ରଖିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, ଭିଡ଼ିଓ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।